ପିଲାମାନେ ଆଜି ଆମେ ଜାଣିବା ଭକ୍ତି ଆନ୍ଦୋଳନର ପୁରୋଧା କବୀର ଦାସଙ୍କ ବିଷୟରେ। ଆଜି ଏହି କବୀର ଦାସଙ୍କର ଜୀବନୀ ଓ ତାଙ୍କର ନୀତିବାଣୀ ବିଷୟରେ ଜାଣିବା। ପିଲାମାନେ ଯେଉଁମାନେ ଭକ୍ତି ଆନ୍ଦୋଳନର ପ୍ରଥମ ଭାଗ ଭିଡ଼ିଓଟି ଦେଖିନାହଁ, ପ୍ରଥମ ଭାଗ ଭିଡ଼ିଓଟି ଦେଖିଦେବ। ଭକ୍ତି ଆନ୍ଦୋଳନ କାହାକୁ କୁହାଯାଏ, ଭକ୍ତି ଆନ୍ଦୋଳନ କେବେ ହୋଇଥିଲା, ଭକ୍ତି ଆନ୍ଦୋଳନ କାହିଁକି ହୋଇଥିଲା, ତାର ପଛରେ କେଉଁ କେଉଁ କାରଣ ଗୁଡ଼ିକ ଥାଏ, ତାର ଏକ ସମ୍ପୂର୍ଣ୍ଣ ଭିଡ଼ିଓ ମୁଁ ଅଲରେଡ଼ି ଅପଲୋଡ଼ କରିସାରିଛି, ତାହା ପ୍ଲେଲିଷ୍ଟରେ ଅଛି। ତୁମେମାନେ ତାକୁ ପ୍ରଥମେ ଦେଖିଦେବ, ତାପରେ କବୀର ଦାସଙ୍କ ଜୀବନୀ ଓ ନୀତିବାଣୀ ଭିଡ଼ିଓଟିକୁ ଦେଖିବ। ଆଉ କବୀର ଦାସ ଥିଲେ ଭକ୍ତି ଆନ୍ଦୋଳନର ପୁରୋଧା। ମାନେ ଭକ୍ତି ଆନ୍ଦୋଳନ ଯେଉଁ ଉତ୍ତର ଭାରତରେ ହୋଇଥିଲା, କବୀର ଦାସ ପ୍ରଥମ କରିକି ଭକ୍ତି ଆନ୍ଦୋଳନକୁ ଆଗେଇ ନେଇଥିଲେ। ଭକ୍ତି ଆନ୍ଦୋଳନ ତୁମେମାନେ ଜାଣିଛ ପିଲାମାନେ, ସପ୍ତମ ଶତାବ୍ଦୀରୁ ଆରମ୍ଭ ହୋଇଥିଲା ଏବଂ ତାହା ସପ୍ତଦଶ ଶତାବ୍ଦୀ ପର୍ଯ୍ୟନ୍ତ ଚାଲିଥିଲା। ପିଲାମାନେ ତୁମେମାନେ ଜାଣିଛ ଭକ୍ତି ଆନ୍ଦୋଳନ ଦକ୍ଷିଣ ଭାରତରେ ଆରମ୍ଭ ହୋଇଥିଲା, କିନ୍ତୁ ତାହା ପଞ୍ଚଦଶ ଏବଂ ସପ୍ତଦଶ ଶତାବ୍ଦୀ ମଧ୍ୟରେ ତାହା ଉତ୍ତର ଭାରତକୁ ଆସିଥିଲା। ଏହି ଭକ୍ତି ଆନ୍ଦୋଳନକୁ ଉତ୍ତର ଭାରତକୁ ଆଣିଥିଲେ ରାମାନନ୍ଦ ଏବଂ ରାମାନନ୍ଦଙ୍କର ଶିଷ୍ୟ ଥିଲେ କବୀର ଦାସ। ତ ଚାଲ ପିଲାମାନେ ଆରମ୍ଭ କରିବା କବୀର ଦାସଙ୍କ ବିଷୟରେ, କବୀର ଦାସଙ୍କ ଜୀବନୀ ଏବଂ ତାଙ୍କର ନୀତିବାଣୀ ବିଷୟରେ। ପରୀକ୍ଷା ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ ପିଲାମାନେ ଏହି ବିଷୟବସ୍ତୁଟି, କାହିଁକି ନା ତୁମର ପରୀକ୍ଷାରେ ପ୍ରଶ୍ନ ଆସିପାରେ ଯେ କବୀର ଦାସଙ୍କର ନୀତିବାଣୀ ବିଷୟରେ ବର୍ଣ୍ଣନା କର ବୋଲି। ଆଉ ପ୍ରଶ୍ନ କେତେ ମାର୍କର ଥିବ ପିଲାମାନେ? 3 ମାର୍କର ପ୍ରଶ୍ନ ଥିବ ପିଲାମାନେ। ପିଲାମାନେ ଏଠି ତୁମେ 3ଟି ଫଟୋଚିତ୍ର ଦେଖିପାରୁଥିବ। ପ୍ରଥମ ଫଟୋଚିତ୍ରଟି ହେଉଛି କବୀର ଦାସଙ୍କର ଫଟୋଚିତ୍ର। ଦ୍ୱିତୀୟ ଫଟୋଚିତ୍ରଟି ହେଉଛି ରାମାନନ୍ଦଙ୍କର ଫଟୋଚିତ୍ର, ଯିଏକି ଭକ୍ତି ଆନ୍ଦୋଳନକୁ ଦକ୍ଷିଣ ଭାରତରୁ ଉତ୍ତର ଭାରତକୁ ଆଣିଥିଲେ ଏବଂ ରାମାନନ୍ଦ ହେଉଛନ୍ତି ଏହି କବୀର ଦାସଙ୍କର ଗୁରୁ। ଏବଂ ତୃତୀୟ ଫଟୋଚିତ୍ରଟି ହେଉଛି ଭାରତ ମାନଚିତ୍ରରେ ଉତ୍ତରପ୍ରଦେଶକୁ ଦର୍ଶାଇ ଦିଆଯାଇଛି ଏବଂ ଉତ୍ତରପ୍ରଦେଶରେ ବାରାଣାସୀକୁ ଚିହ୍ନଟ କରାଯାଇଛି। ଏଠି ଯେଉଁ ବ୍ଲାକ୍ କଲରର ଡଟ୍ଟି ଅଛି ପିଲାମାନେ, ଏହି ସ୍ଥାନଟି ହେଉଛି ବାରାଣାସୀ, ଉତ୍ତରପ୍ରଦେଶରେ ହିଁ ଅବସ୍ଥିତ। ଏବଂ ଏହି ବାରାଣାସୀରେ କବୀର ଦାସ ଜନ୍ମଗ୍ରହଣ କରିଥିଲେ। କବୀର ଦାସଙ୍କ ଜୀବନୀ। କବୀର ଦାସ ଜନ୍ମଗ୍ରହଣ କରିଥିଲେ 1440 ମସିହାରେ। କେଉଁ ସ୍ଥାନରେ କବୀର ଦାସ ଜନ୍ମଗ୍ରହଣ କରିଥିଲେ? ତାଙ୍କର ଜନ୍ମସ୍ଥାନ ଥିଲା ବନାରସର ପୁଷ୍କରିଣୀରେ ସେ ଜନ୍ମଗ୍ରହଣ କରିଥିଲେ। କବୀର ଦାସ ମୃତ୍ୟୁବରଣ କରିଥିଲେ 1518 ମସିହାରେ। ଏବଂ ଏହି କବୀର ଦାସ ଥିଲେ ଭକ୍ତି ଆନ୍ଦୋଳନର ପୁରୋଧା। ମହାବୀର ଜିନ, ଗୌତମ ବୁଦ୍ଧ ଯେପରି ସଂସାର ତ୍ୟାଗୀ ଥିଲେ, ଏହି କବୀର ଦାସ ମଧ୍ୟ ସଂସାର ତ୍ୟାଗୀ ସନ୍ନ୍ୟାସୀ ଥିଲେ। କବୀର ଦାସ ଏକେଶ୍ୱରବାଦର ପ୍ରଚାରକ ଥିଲେ। ଏକେଶ୍ୱରବାଦ କହିଲେ ପିଲାମାନେ ଗୋଟିଏ ଭଗବାନଙ୍କୁ ଉପାସନା କରିବାକୁ ଏକେଶ୍ୱରବାଦ ବୋଲିକି କୁହାଯାଏ। କବୀର ଦାସଙ୍କର ନୀତିବାଣୀ ବା ଧର୍ମବାଣୀ ଗୁଡ଼ିକ ଯେଉଁ ଧର୍ମଗ୍ରନ୍ଥରେ ରଚନା କରାଯାଇଛି ତାକୁ ବୀଜକ ବୋଲି କୁହାଯାଏ। ପରୀକ୍ଷାରେ 1 ମାର୍କର ପ୍ରଶ୍ନ ପଡ଼ିଯାଏ ପିଲାମାନେ, ବୀଜକ କାହାକୁ କୁହାଯାଏ ବୋଲିକି। କବୀର ଦାସଙ୍କର ମାତା ଥିଲେ ଜଣେ ବିଧବା ବ୍ରାହ୍ମଣୀ। କବୀର ଦାସଙ୍କ ମାତା ବିଧବା ବ୍ରାହ୍ମଣୀ କବୀର ଦାସଙ୍କୁ ବନାରସର ପୁଷ୍କରିଣୀରେ ଜନ୍ମ ଦେଇ ତାକୁ ସେ ପୁଷ୍କରିଣୀରେ ଛାଡ଼ି ଚାଲି ଆସିଥିଲେ। ଆଉ ସେହି ପୁଷ୍କରିଣୀରୁ କବୀର ଦାସକୁ ଉଦ୍ଧାର କରିଥିଲେ ନିରୁ ଓ ନିମା। ଏବଂ ଏହି ନିରୁ ଓ ନିମା କବୀର ଦାସଙ୍କ ଲାଲନ ପାଳନ କରିଥିଲେ। ଏବଂ ନିରୁ ଓ ନିମା ଥିଲେ ତନ୍ତୀ। ନିରୁ ନିମା ଅତ୍ୟନ୍ତ ଦରିଦ୍ର ଥିଲେ, ତେଣୁକରି କବୀର ଦାସ ଶିକ୍ଷା ଗ୍ରହଣ କରିପାରିଲେ ନାହିଁ। କବୀର ଦାସଙ୍କ ଗୁରୁ ଥିଲେ ରାମାନନ୍ଦ। ପରୀକ୍ଷାରେ 1 ମାର୍କର ପ୍ରଶ୍ନ ଆସିଯାଏ ପିଲାମାନେ, କବୀର ଦାସଙ୍କ ଗୁରୁ କିଏ ଥିଲେ ବୋଲିକି। କବୀର ଦାସଙ୍କ ଗୁରୁ ଥିଲେ ରାମାନନ୍ଦ। ଏବଂ କବୀର ଦାସ ବିବାହ କରିଥିଲେ ଲୋଇଙ୍କୁ। ଏବଂ ଲୋଇ ଓ କବୀର ଦାସଙ୍କ ଔରସରୁ 2ଟି ସନ୍ତାନ ଜାତ ହୋଇଥିଲେ।
କମଳ ତାଙ୍କର ପୁତ୍ର ଥିଲେ ଏବଂ କମଳୀ ତାଙ୍କର ଝିଅ ଥିଲେ। ପିଲାମାନେ ପରୀକ୍ଷାରେ ତୁମର ଆହୁରି ପ୍ରଶ୍ନ ଆସେ ଯେ କବୀର ପନ୍ଥୀ କାହାକୁ କୁହାଯାଏ ବୋଲିକି 1 ମାର୍କର ପ୍ରଶ୍ନ ଆସେ। କବୀରଙ୍କର ଯେଉଁ ଶିଷ୍ୟମାନେ ଥିଲେ ସେହି କବୀରଙ୍କର ଶିଷ୍ୟମାନଙ୍କୁ କବୀର ପନ୍ଥୀ ବୋଲିକି କୁହାଯାଏ ଏବଂ କବୀରଙ୍କର ଯେଉଁ ଧର୍ମବାଣୀ ଯେଉଁ ଗ୍ରନ୍ଥରେ ସଂକଳନ କରାଯାଇଛି ତାକୁ ବୀଜକ ବୋଲିକି କୁହାଯାଏ। କବୀର ଦାସ ତାଙ୍କର ଧର୍ମବାଣୀ ବା ନୀତିବାଣୀ ଗୁଡ଼ିକ ସରଳ ହିନ୍ଦୀ ଭାଷାରେ ଦୋହା ମାଧ୍ୟମରେ ରଚନା କରିଥିଲେ। କବୀର ଦାସଙ୍କର ଅନ୍ୟ ଲେଖା ଗୁଡ଼ିକ ହେଲା ସାକ୍ଷୀ ଗ୍ରନ୍ଥ, ଅନୁରାଗ ସାଗର, କବୀର ଗ୍ରନ୍ଥାବଳୀ। କବୀରଙ୍କ ବ୍ୟବହୃତ ଭାଷା ଥିଲା ପିଲାମାନେ ହିନ୍ଦୀ ଭାଷା ଥିଲା ଏବଂ କବୀରଙ୍କର ମୃତ୍ୟୁ ହେବା ପରେ ତାଙ୍କର ଶରୀରଦାହ ତାଙ୍କର ଶିଷ୍ୟମାନେ ବାରାଣାସୀରେ କରିଥିଲେ ଏବଂ ଆହୁରି କିଛି ଶିଷ୍ୟମାନେ ତାଙ୍କର ଶବଦାହ ଉତ୍ତରପ୍ରଦେଶର ଗୋରଖପୁର ଜିଲ୍ଲାର ମଘାରଠାରେ ତାଙ୍କର ଶବଦାହ କରିଥିଲେ। କବୀର ଦାସଙ୍କ ମୃତ୍ୟୁବରଣ ପରେ ତାଙ୍କର ଶିଷ୍ୟମାନେ କବୀର ଦାସଙ୍କର ଶବକୁ 2ଟି ସ୍ଥାନରେ ଦାହ କରିଥିଲେ। ବାରାଣାସୀରେ ଶବଦାହ କରାଯାଇଥିଲା କିଛି ଶିଷ୍ୟମାନଙ୍କ ଦ୍ୱାରା ଏବଂ ଆହୁରି କିଛି ଶିଷ୍ୟମାନେ ତାଙ୍କର ଶବଦାହ କରିଥିଲେ ବା ଶରୀର ଦାହ କରିଥିଲେ ଉତ୍ତରପ୍ରଦେଶର ଗୋରଖପୁର ଜିଲ୍ଲାର ମଘାରଠାରେ। ପିଲାମାନେ ବର୍ତ୍ତମାନ ଆମେ ଯାହା ଜାଣିବା ତାହା ପରୀକ୍ଷା ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ। ପରୀକ୍ଷାରେ ତୁମର 3 ମାର୍କର ପ୍ରଶ୍ନ ଆସିବ କବୀର ଦାସଙ୍କ ନୀତିବାଣୀ ବିଷୟରେ ବର୍ଣ୍ଣନା କର ବୋଲିକି। କେତେ ମାର୍କର ପ୍ରଶ୍ନ ଆସିବ? 3 ମାର୍କର ପ୍ରଶ୍ନ ଆସିବ ପିଲାମାନେ। ତ ଯଦି ପରୀକ୍ଷାରେ ପ୍ରଶ୍ନ ବି ଆସେ ପିଲାମାନେ କିଛି ବି ଚିନ୍ତା କରିବାର ଦରକାର ନାହିଁ ପିଲାମାନେ, କାହିଁକି ନା ଏଠି ଯେଉଁ ମୁଁ 12ଟି ପଏଣ୍ଟ ଲେଖିଛି ପିଲାମାନେ, এই 12ଟି ପଏଣ୍ଟ ଯଦି ତୁମେ ମନେ ରଖିଦେବ ତାହେଲେ ତୁମର ଉତ୍ତର ହୋଇଯିବ ଏବଂ এই 12ଟି ପଏଣ୍ଟରେ ଯଦି ତୁମେ ଗୋଟିଏ 2ଟି ଲେଖାଏଁ ସେଣ୍ଟେନ୍ସ ଲେଖିଦେବ ତାହେଲେ ଉତ୍ତର ତୁମର ସମ୍ପୂର୍ଣ୍ଣ ହୋଇଯିବ। ଏଠି ଯେଉଁ 12ଟି ପଏଣ୍ଟ ଅଛି ପିଲାମାନେ ସେଇ 12ଟି ପଏଣ୍ଟ ହେଉଛି କବୀର ଦାସଙ୍କ ଗୋଟିଏ ଗୋଟିଏ ନୀତିବାଣୀ। ତ ଚାଲ ପିଲାମାନେ କବୀର ଦାସଙ୍କ ନୀତିବାଣୀ ବିଷୟରେ ଜାଣିବା। କବୀର ଦାସଙ୍କର ପ୍ରଥମ ନୀତିବାଣୀ ହେଉଛି ପିଲାମାନେ ଭକ୍ତି। ଭକ୍ତି ମାଧ୍ୟମରେ ଭଗବାନଙ୍କୁ ପ୍ରାପ୍ତ କରାଯାଇପାରିବ ବୋଲି କବୀର ଦାସ କହିଛନ୍ତି। ମନରେ ପବିତ୍ରତା ଏବଂ ଗଭୀର ଭକ୍ତି ମାଧ୍ୟମରେ ଭଗବାନଙ୍କୁ ଅନୁଧ୍ୟାନ କଲେ ଭଗବାନ ପ୍ରାପ୍ତ ହୁଅନ୍ତି ବୋଲି କବୀର ଦାସ ବର୍ଣ୍ଣନା କରିଛନ୍ତି। କବୀର ଦାସଙ୍କର ପରବର୍ତ୍ତୀ ନୀତିବାଣୀ ହେଉଛି ପିଲାମାନେ ପ୍ରେମ। ପ୍ରେମ ମାଧ୍ୟମରେ ଏହି ମନୁଷ୍ୟ ଜାତିକୁ ଏକତ୍ର କରାଯାଇପାରିବ ବୋଲିକି ସେ କହିଛନ୍ତି। ସେହି ସମୟରେ ଯେଉଁ ହିନ୍ଦୁ ଏବଂ ମୁସଲମାନ ମାନେ ଥିଲେ ତାଙ୍କ ମଧ୍ୟରେ ଯେଉଁ ବିଦ୍ୱେଷ ଭାବ ଥିଲା ଏହି ପ୍ରେମ ହିଁ ସେମାନଙ୍କୁ ଏକତ୍ର କରିପାରିବ ବୋଲିକି ସେ କହୁଥିଲେ। କବୀର ଦାସଙ୍କର ପରବର୍ତ୍ତୀ ନୀତିବାଣୀ ହେଉଛି ଈଶ୍ୱର। ଈଶ୍ୱର ଥିଲେ କବୀର ଦାସଙ୍କର ଧର୍ମର କେନ୍ଦ୍ରବିନ୍ଦୁ। ଈଶ୍ୱର ହେଉଛନ୍ତି ଏକ ଏବଂ ଈଶ୍ୱରଙ୍କର ଅନେକ ଗୁଡ଼ିଏ ନାମ ଅଛି ବୋଲିକି କହୁଥିଲେ, ଯେମିତିକି ରାମ, ରହିମ, ଗୋବିନ୍ଦ, ଆଲ୍ଲା, ଖୁଦା। ଏହି ସମସ୍ତ ହେଉଛି ଭଗବାନଙ୍କର ଗୋଟିଏ ଗୋଟିଏ ନାମ, କିନ୍ତୁ ଭଗବାନ ହେଉଛନ୍ତି ଏକ ବୋଲିକି ସେ କହୁଥିଲେ ଏବଂ କବୀର ଦାସ ଏକେଶ୍ୱରବାଦ ଉପରେ ବିଶ୍ୱାସ କରୁଥିଲେ। କବୀର ଦାସଙ୍କ ପରବର୍ତ୍ତୀ ନୀତିବାଣୀ ହେଉଛି ପିଲାମାନେ ଗୁରୁ। କବୀର ଦାସ ତାଙ୍କର ନୀତିବାଣୀରେ ଗୁରୁଙ୍କୁ ଶ୍ରେଷ୍ଠ ସ୍ଥାନ ପ୍ରଦାନ କରିଛନ୍ତି ଏବଂ ଗୁରୁଙ୍କୁ ସେ ଈଶ୍ୱରଙ୍କ ଅବତାର ବୋଲିକି କହିଛନ୍ତି ମଧ୍ୟ ଏବଂ ଈଶ୍ୱରଙ୍କ ସହିତ ଗୁରୁଙ୍କୁ ତୁଳନା କରିଛନ୍ତି। ଏବଂ କବୀର ଦାସଙ୍କ ଗୁରୁ ଥିଲେ ରାମାନନ୍ଦ ଏବଂ ରାମାନନ୍ଦ ଯେତେବେଳେ ତାଙ୍କର ଜୀବନରେ ଗୁରୁ ହୋଇକି ଆସିଲେ ସେ ଗୁରୁର ମହତ୍ତ୍ୱ କ'ଣ ବୁଝିପାରିଥିଲେ। କବୀର ଦାସଙ୍କ ପରବର୍ତ୍ତୀ ନୀତିବାଣୀ ହେଉଛି ଭକ୍ତି ମାର୍ଗ। ଭଗବାନଙ୍କୁ ପ୍ରାପ୍ତ କରିବା ପାଇଁ ଏକମାତ୍ର ମାର୍ଗ ବିଷୟରେ ସେ ବର୍ଣ୍ଣନା କରିଥିଲେ ଆଉ ସେ ଏକମାତ୍ର ମାର୍ଗଟି ହେଉଛି ଭକ୍ତି ମାର୍ଗ। ଗଭୀର ଭକ୍ତି ମାଧ୍ୟମରେ ଭଗବାନଙ୍କୁ ପ୍ରାପ୍ତ କରାଯାଇପାରିବ ବୋଲି ସେ ବର୍ଣ୍ଣନା କରିଛନ୍ତି। କବୀର ଦାସଙ୍କ ପରବର୍ତ୍ତୀ ନୀତିବାଣୀ ହେଉଛି ଆତ୍ମା। ଆତ୍ମାକୁ ସେ ବିଭିନ୍ନ ଭାବରେ ବର୍ଣ୍ଣନା କରିଛନ୍ତି, ଯେମିତିକି ସେ ଆତ୍ମାକୁ କହିଛନ୍ତି ସୃଷ୍ଟି ଏବଂ ସ୍ରଷ୍ଟା ବୋଲିକି। ଆତ୍ମା ହେଉଛି ସୃଷ୍ଟିକର୍ତ୍ତା, ତା ସହିତ ଆତ୍ମା ହେଉଛି ଧ୍ୱଂସକର୍ତ୍ତା ମଧ୍ୟ। ଆତ୍ମା ହେଉଛି
କବୀର ଦାସଙ୍କ ମତରେ ଭଗବାନଙ୍କର ଏକ ଶ୍ରେଷ୍ଠ ସୃଷ୍ଟି ବୋଲିକି। କବୀର ଦାସଙ୍କ ପରବର୍ତ୍ତୀ ନୀତିବାଣୀ ହେଉଛି ପିଲାମାନେ ପୃଥିବୀର ଅସ୍ଥାୟିତ୍ୱ। ପୃଥିବୀରେ କୌଣସି ଜିନିଷ ସ୍ଥାୟିତ୍ୱ ହେଇକି ରହିବ ନାହିଁ। ଯେଉଁ ଜିନିଷ ପୃଥିବୀରେ ସୃଷ୍ଟି ହେଇଛି ସେହି ଜିନିଷର ପୃଥିବୀରେ ବିଲୟ ମଧ୍ୟ ଅଛି ବୋଲି କବୀର ଦାସ କହିଛନ୍ତି। କବୀର ଦାସଙ୍କର ପରବର୍ତ୍ତୀ ନୀତିବାଣୀ ହେଉଛି ମୁକ୍ତି। କାହା ମୁକ୍ତି କଥା କହିଛନ୍ତି ଏଠି କବୀର ଦାସ? ଯେଉଁ ଜନ୍ମ ଏବଂ ମୃତ୍ୟୁର ଯେଉଁ ଚକ୍ର ଅଛି ପିଲାମାନେ, ସେ ଜନ୍ମ ଏବଂ ମୃତ୍ୟୁର ଚକ୍ରରୁ ମୁକ୍ତି ପାଇବା କଥା କହିଛନ୍ତି ଏବଂ ସେହି ମୁକ୍ତିରୁ କେମିତି ସେହି ଚକ୍ରରୁ କେମିତି ବାହାରି ପାରିବେ? ସଠିକ୍ କର୍ମ ମାଧ୍ୟମରେ ଜଣେ ଲୋକ ଜନ୍ମ ମୃତ୍ୟୁ ଚକ୍ରରୁ ବାହାରି ପାରିବ ବା ତାକୁ ମୁକ୍ତି ମିଳିପାରିବ। କବୀର ଦାସଙ୍କର ଆହୁରି ଏକ ଗୁରୁତ୍ୱପୂର୍ଣ୍ଣ ନୀତିବାଣୀ ହେଉଛି ପିଲାମାନେ, ସେ ଜାତି ପ୍ରଥାକୁ ବିରୋଧ କରୁଥିଲେ। ସେହି ସମୟରେ ଯେଉଁ ବିଭିନ୍ନ ଜାତି ପ୍ରଥା ଥିଲା, ସେ ଜାତି ପ୍ରଥାକୁ ସେ ଦୃଢ଼ ଭାବରେ ବିରୋଧ କରୁଥିଲେ। ତାଙ୍କ ଅନୁସାରେ ସମାଜରେ ଯାହା ବି ବର୍ଗର ଲୋକମାନେ ଅଛନ୍ତି ସମସ୍ତେ ସମାନ ଅଟନ୍ତି ବୋଲି ସେ କହୁଥିଲେ। ସେହି ସମୟରେ ସମାଜରେ ଯେଉଁ କୁସଂସ୍କାର ଗୁଡ଼ିକ ଥିଲା ତାକୁ ମଧ୍ୟ କବୀର ଦାସ ବିରୋଧ କରୁଥିଲେ। କୁସଂସ୍କାର କହିଲେ ଯେମିତିକି ପିଲାମାନେ ଛୁଆଁ ଅଛୁଆଁ, ସାନ ବଡ଼, କଲା ଗୋରା ଭେଦଭାବ, ଏଗୁଡ଼ିକ ହେଲା ପିଲାମାନେ ସବୁ କୁସଂସ୍କାର ଗୋଟିଏ ଗୋଟିଏ। ଏହାକୁ ମଧ୍ୟ କବୀର ଦାସ ଦୃଢ଼ ଭାବରେ ବିରୋଧ କରୁଥିଲେ। ପିଲାମାନେ ତମର ପରୀକ୍ଷାରେ 3 ମାର୍କର ପ୍ରଶ୍ନ ଆସିବ। ପ୍ରଶ୍ନ କେମିତି ଆସିବ? କବୀର ଦାସଙ୍କ ନୀତିବାଣୀ ବିଷୟରେ ବର୍ଣ୍ଣନା କର ବୋଲିକି। ପିଲାମାନେ ତମେ ଏହି 12ଟି ପଏଣ୍ଟକୁ ଲେଖିଦେବ, ତା ସହିତ 2ଟା 3ଟା ସେଣ୍ଟେନ୍ସରେ ତାକୁ ତମେ ବର୍ଣ୍ଣନା କରିଦେବ। ପିଲାମାନେ ତୁମର ଉତ୍ତରଟି ହୋଇଯିବ। ତ ଆଜି ଆମେ ଜାଣିଲେ ପିଲାମାନେ କବୀର ଦାସଙ୍କ ଜୀବନୀ ଓ ନୀତିବାଣୀ ବିଷୟରେ।